ସମସ୍ତ କୋଅପରେଟିଭ ସୋସାଇଟିଜ ମାନଙ୍କର ସେକ୍ରେଟାରୀ ଆଣ୍ଡ ସିଓ ମାନଙ୍କୁ ମୋ ନମସ୍କାର। ତ ଏଇ ଭିଡିଓଟି ହଉଛି ସମବାୟ ସମୀକ୍ଷାରେ ୱାନ୍ସ ଯେତେବେଳେ ଅଡିଟର ଗୋଟେ ଅଡିଟ ରିପୋର୍ଟ ଇସ୍ୟୁ କରିଦଉଛି, ମାନେ ଅଡିଟ ରିପୋର୍ଟ ଗୋଟେ ସବମିଟ କରିଦଉଛି ସମବାୟ ସମୀକ୍ଷାରେ, ତାପରେ ସେ ରିପୋର୍ଟ ଟି ଯାଇକିନା ସୋସାଇଟି ଲେଭେଲରେ ରହୁଛି। ତ ସୋସାଇଟି ଲେଭେଲରେ ଆମର କଣ କଣ କାମ ରହୁଛି, ଯିଏ ବି ମାନେ କଷ୍ଟଡିଆନ୍ସ ରହୁଛନ୍ତି ସୋସାଇଟିର ରେକର୍ଡସର ୟା ଫିର ମାନେ ଅଡିଟ ରିପୋର୍ଟ ସାଇନ କରିବାର, ତ ତାଙ୍କର କଣ ସବୁ ଦାୟିତ୍ୱ ରହୁଛି। ତ ସେଇ ଉପରେ এই ଭିଡିଓଟା। ଫାର୍ଷ୍ଟ ଅଫ ଅଲ୍ ଆପଣ ମାନେ କଣ କରିବେ ନା ଏଇ ସାଇଟ ଟା ଦେଖନ୍ତୁ, ସମବାୟ ସମୀକ୍ଷା .odisha.gov.in। এই ସାଇଟ ରେ କ୍ଲିକ କଲା ପରେ ଆପଣ ଏଇ ପେଜ କୁ ଆସିବେ। ଏଇଟା ହେଲା ତାର ହୋମ ପେଜ ଟା। ହୋମ ପେଜ ରେ କ୍ଲିକ କଲା ପରେ ଆପଣ ଲଗଇନ ରେ କ୍ଲିକ କରିବେ। ଲଗଇନ ରେ କ୍ଲିକ କଲା ପରେ ଆପଣଙ୍କର ଆଇଡି ପାସୱାର୍ଡ ଯୋଉ ଥିବ, ସାର୍ ଆଇଡି ଭିଡିଓ ତ ପାସୱାର୍ଡ ଆସୁନି ଆପଣ କିଛି। ୟୁଜ କରିକିନା ହ୍ୟାଲୋ କିଏ କିଛି ସାର୍ କହୁଥିଲେ କି? ଭିଡିଓ ସାର୍ ହଁ ଭିଡିଓ ନାହିଁ ସାର୍ ଆସିବା। ଭିଡିଓ ଆସୁନି କିଛି। ରୁହନ୍ତୁ। ଜଣେଇଥିବାରୁ ଧନ୍ୟବାଦ। ତ ଏବେ ମୋଷ୍ଟ ପ୍ରୋବାବଲି ଏବେ ସ୍କ୍ରିନ୍ ଟା ଦେଖାଉଥିବ ଆପଣମାନଙ୍କୁ। Yes, sir. Video is showing. Thank you for addressing the problem. ସମସ୍ତ Thank you, sir. କୋଅପରେଟିଭ ସୋସାଇଟିଜ ମାନଙ୍କର ଇସ୍ୟୁ କରିଦଉଛି, ମାନେ ଅଡିଟ ରିପୋର୍ଟ ଗୋଟେ ସବମିଟ କରିଦଉଛି ସମବାୟ ସମୀକ୍ଷାରେ, ତାପରେ ସେ ରିପୋର୍ଟ ଟି ଯାଇକିନା ସୋସାଇଟି ଲେଭେଲରେ ରହୁଛି। ତ ସୋସାଇଟି ଲେଭେଲରେ ଆମର କଣ କଣ କାମ ରହୁଛି, ଯିଏ ବି ମାନେ କଷ୍ଟଡିଆନ୍ସ ରହୁଛନ୍ତି ସୋସାଇଟିର ରେକର୍ଡସର ୟା ଫିର ମାନେ ଅଡିଟ ରିପୋର୍ଟ ସାଇନ କରିବାର, ତ ତାଙ୍କର କଣ ସବୁ ଦାୟିତ୍ୱ ରହୁଛି। ତ ସେଇ ଉପରେ এই ଭିଡିଓଟା। ଫାର୍ଷ୍ଟ ଅଫ ଅଲ୍ ଆପଣ ମାନେ କଣ କରିବେ ନା ଏଇ ସାଇଟ ଟା ଦେଖନ୍ତୁ, ସମବାୟ ସମୀକ୍ଷା .odisha.gov.in। এই ସାଇଟ ରେ କ୍ଲିକ କଲା ପରେ ଆପଣ ଏଇ ପେଜ କୁ ଆସିବେ। ଏଇଟା ହେଲା ତାର ହୋମ ପେଜ ଟା। ହୋମ ପେଜ ରେ କ୍ଲିକ କଲା ପରେ ଆପଣ ଲଗଇନ ରେ କ୍ଲିକ କରିବେ। ଲଗଇନ ରେ କ୍ଲିକ କଲା ପରେ ଆପଣଙ୍କର ଆଇଡି ପାସୱାର୍ଡ ଯୋଉ ଥିବ, ଆଇଡି ପାସୱାର୍ଡ ଆପଣ ୟୁଜ କରିକିନା ରେସ୍ପେକ୍ଟିଭ ସୋସାଇଟିରେ ଆପଣ ନିଜର ଆଇଡି ରେ ଲଗଇନ କରିପାରିବେ। ଫର ଏକ୍ସାମ୍ପଲ ମୁଁ ଗୋଟେ ସୋସାଇଟିକୁ ଏବେ ଏଣ୍ଟ୍ରି କରୁଛି। ନିଜର ୟୁଜର ଆଇଡି ଦେଲେ, ତାପରେ ପାସୱାର୍ଡ ଦେଲେ, ଯାହା ବି ଥିବ ଆପଣଙ୍କର ରେସ୍ପେକ୍ଟିଭ ସର୍କଲ୍ସ ମାନଙ୍କୁ ଯାଇକିନା ଆପଣ ନିଜର ଆଇଡି ପାସୱାର୍ଡ ସମବାୟ ସମୀକ୍ଷାର କଲେକ୍ଟ କରିପାରିବେ। ୱାନ୍ସ ଆଇଡି ପାସୱାର୍ଡ ଦେଲା ପରେ ଉପରଟା ଆଇଡି, ତଳଟା ପାସୱାର୍ଡ, ତାପରେ ତା ତଳଟା ହେଲା କ୍ୟାପଚା। ଏତିକି ଏଣ୍ଟ୍ରି କଲା ପରେ ଆପଣ ଲଗଇନ କରିବେ। ଲଗଇନ କଲା ପରେ ଆପଣ ସୋସାଇଟିର ଲଗଇନ ଆଇଡି କୁ ଆସିଯିବେ, ସରି ମାନେ ସୋସାଇଟିର ଲଗଇନ ପେଜ କୁ ଆସିଯିବେ। ଠିକ ଅଛି। ସେଠି ଆସିଲା ପରେ ଆପଣଙ୍କର କାମ କଣ ରହିବ, ଆକ୍ଟିଭିଟିରେ କ୍ଲିକ କରିବା ପାଇଁ। ଏଇଟା ଦେଖନ୍ତୁ ଆକ୍ଟିଭିଟି ବଟନ ଅଛି। ଆକ୍ଟିଭିଟି ବଟନରେ କ୍ଲିକ କଲା ପରେ ଏଇଠି ଅଡିଟ ପ୍ରୋସେସ ଅଛି, ଆ ଉପରେ କ୍ଲିକ କରିବେ। କ୍ଲିକ କଲା ପରେ ଯଦି ଅଡିଟର କୌଣସି ଅଡିଟ ରିପୋର୍ଟ ସବମିଟ କରିଥିବେ ଅନଲାଇନ, ତ ସେଇ ଅଡିଟ ରିପୋର୍ଟଟା ଏଇଠି ଆପଣଙ୍କର ଶୋ ହବ। ଫର ଏକ୍ସାମ୍ପଲ ଏଇ କୃଷ୍ଣପୁର ଏସସିଏସ ର ଯିଏ ବି ଅଡିଟର ଥିବେ, ସିଏ ସବମିଟ କରିଛନ୍ତି ଏଇ ରିପୋର୍ଟଟା 22-23 ଇୟର ର ଅନଲାଇନ ରେ। ସେଥିପାଇଁ ସୋସାଇଟି ଲଗଇନ ରେ କଣ ହେଲା ନା ସେ ରିପୋର୍ଟଟା ଶୋ ହେଲା। ପ୍ରେଜେଣ୍ଟ ଅଡିଟ ଷ୍ଟାଟସ କମ୍ପ୍ଲିଟେଡ, କମେନ୍ସମେଣ୍ଟ ଡେଟ୍, କମ୍ପ୍ଲିସନ ଡେଟ୍ ପଡିଛି, ଅଡିଟର ନେମ ରହିଲା, ଅଡିଟର ଟାଇପ ରହିଲା, ସବୁ ଡିଟେଲ୍ସ ରହିଲା। ଏଇଟା ତ କେବଳ ଗୋଟିଏ ଦେଖଉଛି। ଯଦି ମଲ୍ଟିପଲ ଅଡିଟର୍ସ ବା ସିଏ ଫାର୍ମସ ନିଜ ନିଜର ଇୟର ର ଯଦି ସବମିଟ କରିବେ ଏଇଭଳି ଭାବରେ, ତ ସେମାନଙ୍କର ବି ଟୋଟାଲ ଲିଷ୍ଟ ବି ଦେଖେଇବ। ଟୋଟାଲ ଲିଷ୍ଟ ଦେଖେଇଲା ପରେ ଆପଣ କାମ କଣ ରହିବ, ଆକ୍ସନ ବଟନ ରେ ଯାଇକିନା ଫାର୍ଷ୍ଟ ଅଫ ଅଲ୍ ଆପଣ ମାନେ କଣ କରିବେ ନା
ଡକୁମେଣ୍ଟ ଅପଲୋଡ କରିବେ ମାନେ ରିପୋର୍ଟ ଟାକୁ ମାନେ ଆପ୍ରୁଭ କରିବା ଆଗରୁ ଆପଣ ମାନେ କଣ କରିବେ ନା ଡକୁମେଣ୍ଟ ଅପଲୋଡ କରିବେ। ଡକୁମେଣ୍ଟ ଅପଲୋଡ ଆପଣ ମାନେ ଅଡିଟ ଟା ସରିବା ଆଗରୁ କରିବା କଥା। ଠିକ ଅଛି। ଡକୁମେଣ୍ଟ ଅପଲୋଡ ଆପଣ କୋଉଠି କରିବେ କେମିତି କରିବେ ସେଟା ତ ମୁଁ ପରେ କହିବି ଆପଣଙ୍କୁ। ଫାର୍ଷ୍ଟ ଆପଣ କଣ କରିବେ ଯେମିତି ମାନେ ଅଡିଟ ରିପୋର୍ଟ ଯଦି ଆପଣଙ୍କୁ ମାନେ ଆପ୍ରୁଭ କରିବା ଅଛି ଆପଣଙ୍କ ସାଇଡ୍ ରୁ ତାହେଲେ ଆପଣ ତଳେ ଆସିକିନା ଏଠି ଅଡିଟ ରିପୋର୍ଟରେ କ୍ଲିକ୍ କରିବେ। ଅଡିଟ ରିପୋର୍ଟରେ କ୍ଲିକ୍ କଲା ପରେ ଏଇଠି କମ୍ପ୍ଲାଏନ୍ସ ଲେଖୁଛି। କମ୍ପ୍ଲାଏନ୍ସ ରେ ଲେଖିବା ଆଗରୁ ଯେତେବେଳେ ଫର ଏକ୍ସାମ୍ପଲ ଏଇ ରିପୋର୍ଟଟା ଅଲରେଡି ସେ ଆପ୍ରୁଭ କରିସାରିଲେଣି ସର୍କଲ ଲେଭେଲରେ ସରି ମାନେ સોસાଇଟି ଲେଭେଲରେ ସେଥିପାଇଁ ଏଇଠି ବଟନଟା ଦେଖଉନି। ଏଇଠି ବଟନଟା ଦେଖାଏ କି ଆପ୍ରୁଭ କିମ୍ବା ରିଭର୍ଟ। ତ ଆପ୍ରୁଭରେ ଆପଣ କ୍ଲିକ୍ କଲେ ଏଇଠି ଆପଣଙ୍କର ସେଇଟା ମାନେ સોસાଇଟି ଲେଭେଲରୁ ସେଇଟା ଆପ୍ରୁଭ ହେଇଯିବ। ଠିକ ଅଛି। ଆଉ ଆପଣ ନିଜର ରିପୋର୍ଟର ପିଡିଏଫ ବି ଡାଉନଲୋଡ କରିପାରିବେ। ଏଇଟା ଆପଣଙ୍କର ରିପୋର୍ଟ ସବମିଟ କରିବାର ଏତିକି ଆପଣଙ୍କର କାମ। କିନ୍ତୁ ରିପୋର୍ଟ ସବମିଟ କରିବା ଆଗରୁ ଆପଣଙ୍କୁ କିଛିଟା ଡକୁମେଣ୍ଟ ବି ଅପଲୋଡ କରିବାକୁ ପଡିବ ବା ଆପଣଙ୍କ ସୋସାଇଟିର। ତ ଡକୁମେଣ୍ଟ ଅପଲୋଡ କେବଳ କରିବେ ଏଇଟା ଆକ୍ସନ ବଟନରେ କ୍ଲିକ୍ କରିବେ ସେଇ ସୋସାଇଟି ରହିଲା ସେଇ 22-23 ଇୟର ଏଇଟା 22-23 ଇୟର ଆକ୍ସନ ବଟନରେ କ୍ଲିକ୍ କରିକିନା ଡକୁମେଣ୍ଟ ଅପଲୋଡରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଠି ଦେଖନ୍ତୁ ଆପଣ ଡିଫରେଣ୍ଟ ବାଲାନ୍ସ ରେଜିଷ୍ଟର, ଫାଇନାନ୍ସ ଷ୍ଟେଟମେଣ୍ଟ, ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଏଗୁଡା ସବୁ ରହିଛି। କିନ୍ତୁ ଗୋଟେ ପ୍ରୋବ୍ଲେମ କଣ ରହୁଛି ଏଇଟା ମ୍ୟାକ୍ସିମମ୍ ଆପଣ 2 MB ରେ ଅପଲୋଡ କରିପାରିବେ ଥରକରେ। ତ ଆପଣ ମାନେ କଣ କରିପାରିବେ ନା ଯଦି ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଆପଣଙ୍କର 20-25ଟା ରହୁଛି ତାକୁ ଆପଣ ମର୍ଜ କରିକିନା ଗୋଟେ ବନେଇ ପାରିବେ ଯୋଉଟା କି 2 MB ର ତଳକୁ ହେଇଥିବା ଦରକାର କିମ୍ବା ଗୋଟେ ଟ୍ରାଞ୍ଜାକ୍ସନ ଆପଣ ଏମିତି ଆଡ ବଟନରେ କ୍ଲିକ୍ କରିକିନା ଏଇଠି ଆପଣ ମାନେ ଅପଲୋଡ କରିପାରିବେ। ଯେମିତି ଫର ଏକ୍ସାମ୍ପଲ ଏଠି ଗୋଟେ ମୁଁ ଏବେ ଆଡ ରେ କ୍ଲିକ୍ କରିକିନା ଗୋଟେ ଏଟା କ୍ରିଏଟ ହେଲା ଚୁଜ ଫାଇଲ ରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଧରନ୍ତୁ ଏଇଟା ଆପଣଙ୍କର ପିଡିଏଫ ଟା ଏଇଟା ଓପେନ କଲା ପରେ ଏଇଠି ଆସିଲା ପରେ ଏଠି ଅପଲୋଡ ରେ କ୍ଲିକ୍ କରିବେ। ଅପଲୋଡ ରେ କ୍ଲିକ୍ କଲା ପରେ ଦେଖନ୍ତୁ 2 PDF ଟା ଏଠି ଅପଲୋଡ ହେଇଗଲା। ସାର୍ କ୍ଲିକ୍ ଟୁ ଭ୍ୟୁ ମାରିଲେ ଆପଣ ସାର୍ ସେ ଅପଲୋଡିଂ ପାଇଁ ଭିଡିଓ କିଛି ଟା ମାନେ ସ୍ପେସ୍ ସେଇ ଦେଇଛି ନା କିଛି ସର୍ଟେନ ସ୍ପେସ୍ ଦେଇଛି କି? ଆଜ୍ଞା କଣ କହୁଛନ୍ତି? ଅପଲୋଡିଂ ପାଇଁ କିଛି ସର୍ଟେନ ସ୍ପେସ୍ ଦେଇଛି କି? ନାଇଁ ମୁଁ ଏଇଟା ଗୋଟେ ଏଇ ଯୋଉ ଭିଡିଓଟା ଆଗେ ପ୍ଲେ କରିଦଉଛି ଆପଣ ଭିଡିଓଟା ଦେଖି ନିଅନ୍ତୁ ଦେନ୍ ଭିଡିଓ ଏଣ୍ଡରେ ଆପଣ ଡାଉଟ୍ ଗୁଡା ପଚାରିଦେବେ। ଆଜ୍ଞା ଯୋଉ ଆଜ୍ଞା ଆଜ୍ଞା ପିଡିଏଫ ଯୋଉଟା ମାନେ ଅପଲୋଡ କରୁଛନ୍ତି ସେଇଟା ଆପଣ ଦେଖିପାରିବେ। ଏହିପରି ଭାବରେ ଆପଣ ମଲ୍ଟିପଲ ପିଡିଏଫ ବି ଅପଲୋଡ କରିପାରିବେ ଆପଣଙ୍କ ସାଇଟରୁ। ଠିକ ଅଛି। ଯାହା ମାନେ ଇମ୍ପୋର୍ଟାଣ୍ଟ ଡକୁମେଣ୍ଟସ ରହୁଛି ସୋସାଇଟି ଲେଭେଲରେ ଯେମିତି ଷ୍ଟକ୍ ଭେରିଫିକେସନ ରିପୋର୍ଟ କିମ୍ବା ବ୍ୟାଲେନ୍ସ ରେଜିଷ୍ଟର ଆଉ ତାପରେ ଆପଣ ରହୁଛି ଆଉ କଣ ସବୁ ବାୟୋଲଜ ରହୁଛି। ତାପରେ କିଛିଟା ଇମ୍ପୋର୍ଟାଣ୍ଟ ଆପଣଙ୍କର ମତ ଧରନ୍ତୁ ଅର୍ଡର ସିଟ୍ ଆପଣଙ୍କର ପିଅନ ହେଇଗଲା କି ଆପଣଙ୍କର ସେକ୍ରେଟାରୀ ହେଇଗଲା ତାଙ୍କର ସବୁ ଅର୍ଡର ସିଟ୍ ଗୁଡା ରହୁଛି ତାଙ୍କ ଆପଏଣ୍ଟମେଣ୍ଟ ସେଗୁଡା ଅପଲୋଡ କରିପାରନ୍ତି। ହେଲା ଯାହା ଚାହିଁବେ ଆପଣ ଅପଲୋଡ କରିପାରିବେ। କାରଣ ଯେତେ ବେଶୀ ଆପଣ ଅପଲୋଡ କରିବେ ସେଇଟା ଆପଣ ଅଡିଟରଙ୍କୁ ହେଲ୍ପ ହବ ଆପଣଙ୍କ ସୋସାଇଟି ଅଡିଟ କରିବା ପାଇଁ। ଠିକ ଅଛି। ଏଇଟା ହେଲା ଦ୍ଵିତୀୟ କଥା। ତୃତୀୟ କଥା ହେଲା ଆପଣଙ୍କୁ ଯଦି କିଛି ଲେଟର ଇସ୍ୟୁ କରିଥିବେ ଅଡିଟର ତାହେଲେ ଆପଣ ଏଇଠି ଶୋ କରିପାରିବେ ନିଜର ଦେଖିପାରିବେ ଲେଟର ଟୁ ସେକ୍ରେଟାରୀ ଫର ଏକ୍ସାମ୍ପଲ ଡାଟା ଅନଏବଲ ଦେଖଉଛି କାରଣ କିଛି ଲେଟର ଇସ୍ୟୁ ହେଇନି ଅନଲାଇନରେ ସେକ୍ରେଟାରୀଙ୍କୁ ସେଥିପାଇଁ ଏ ଡାଟା ଅନଏବଲ ଦେଖୁଛି। ଯଦି ସେଠି ମାନେ ଅଡିଟର ଲଗଇନ ଯଦି କିଛି କରିଥାନ୍ତେ ଆପଣ ଲେଟର ଇସ୍ୟୁ ତାହେଲେ ଏଇଠି ଆପଣ ଶୋ କରିଥାନ୍ତା। ନେକ୍ସଟ ଆସିଲା ପରେ ଏଇଟା ଦେଖନ୍ତୁ ହାଫ ମାର୍ଜିନ ଆପଣ ଦେଖିପାରିବେ ତାର କିଛି ସମନ ହେଇଛି କି ନାଇଁ ଆପଣ ଦେଖିପାରିବେ। ଠିକ ଅଛି। ଆପଣ ଏଇସବୁ କାମ କରିପାରିବେ ରିଲେଟେଡ ଟୁ ଅଡିଟ ରିପୋର୍ଟ। ଆପଣ ସାଇଡରୁ ଖାଲି ମେନଲି ଦିଟା କାମ ରହିଲା ଟ୍ରାଞ୍ଜାକ୍ସନ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଅପଲୋଡ କରିବା ଯେଭଳି ଭାବରେ କହିଥିଲି ଡକୁମେଣ୍ଟ ଅପଲୋଡର ଯାଇକିନା ଏଇ ଜାଗାରେ ଯାଇକି ଆଡ ବଟନ କ୍ଲିକ କରିକିନା ଆଉ ଦ୍ୱିତୀୟ କଥା ଅଡିଟ ରିପୋର୍ଟ ୱାନ୍ସ ଆସିଗଲା ପରେ ଏଠି ଅଡିଟ ରିପୋର୍ଟରେ କ୍ଲିକ କରିକିନା ତାକୁ ଆପ୍ରୁଭ କରିବା। ଏଇଟା ହେଲା ଦିଟା କାମ ଆପଣଙ୍କର ମେନଲି ରହିବ। ଠିକ ଅଛି। ତାପରେ ଆଉ ଗୋଟେ କାମ ଦେଖନ୍ତୁ ଏ ଆକ୍ଟିଭିଟି ବଟନ ଅଛି ଆକ୍ଟିଭିଟି ବଟନ କ୍ଲିକ କରିକିନା ଆପଣ ଯୋଉ ଆପଣଙ୍କ ସୋସାଇଟିର ଯୋଉ ଅଡିଟ ଫି ଯୋଉ ପେମେଣ୍ଟ କରୁଛନ୍ତି ସେଇଟା ବି ଆପଣ ଅନଲାଇନ କରିପାରିବେ। ଅଡିଟ ଫି ପେମେଣ୍ଟରେ କ୍ଲିକ କରିକିନା ଏଠି ଦେଖନ୍ତୁ ଆପଣଙ୍କର ଫି ପେଡ୍ ଅଲରେଡି ଏତିକି ହେଇଯାଇଛି। ପେଣ୍ଡିଂ ଆମାଉଣ୍ଟ ଏତିକି ରହିଛି। ଏଠି ଆପଣ ଯୋଉ ସବୁ ଅନଲାଇନ ସବୁ ଏଣ୍ଟ୍ରି ହେଲା ଅନଲାଇନ ଏଣ୍ଟ୍ରି ହେଲା ପରେ ସେଇଠି ସବୁ ଦେଖେଇବ କି କେତେ ଏଣ୍ଟ୍ରି କରାହେଇଛି କେତେ ବାକି ଅଛି। ଠିକ ଅଛି। ତ ପେମେଣ୍ଟ କରିବା ପାଇଁ ଆପଣ ପେ ବଟନରେ କ୍ଲିକ କରିପାରିବେ। ଆପଣଙ୍କର ରହିଲା ଏଇଠି ଆସିଲା ମାନେ ସୋସାଇଟିର ଆଡ୍ରେସ ଆସିଲା
कि तांकर ईमेल एड्रेस आसला, फोन नंबर आसला, सब आसला परे आपण को पर्पस पे मन ऑडिट फी दबा को चाहूचंती सेटा लिख परिवे। लिखला परे टोटल अमाउंट के दरकार सेटा एंट्री करि परिवे। तो वन रुपीस दरन दबा चाहूची एडी मु क्लिक कला परे मतलब 100 रुपीस आपण फी पेमेंट करिया को चाहूचंती। एटा एती एंट्री कला परे आपण प्रोसीड टू पे क्लिक करिवे। प्रोसीड टू पे आपण क्लिक कला परे आपण डायरेक्टली आपणकर जो फाइनेंशियल मैनेजमेंट सिस्टम जो अछि ओडिसा रो सेही पेज को डायरेक्ट आपण रिडायरेक्ट हे जिवे। सेडी आपण नॉर्मली जेमते जो ये कलांती ट्रेजरी चालान बरंती जो सेगुडा आपण एंट्री करि परिबे एठी। तो एतिकी थिला आजिरो वीडियो को आउ तो आउ तीन चारटा कथा मु एठी ऐड करिया को चाहूची। फर्स्ट ऑफ ऑल आपण देखिबे एठी प्रोफाइल बटन में जाई कि ना एठी माय अकाउंट अछि। माय अकाउंट रे क्लिक करिवे। क्लिक कला परे आपणकर प्रोफाइल रो पर्सनल डिटेल्स ए सब लिखाई छै एठी। तापर एटा को चेंज करे गेले आपण एडिट डिटेल्स रे क्लिक करि ना निजर जो एड्रेस से लिख पारिबे, निजर ईमेल आईडी चेंज करि पारिबे। प्लस सबुठ इंपोर्टेंट हला आपनकर प्रेसिडेंट आउ सेक्रेटरी का सिग्नेचर एठी अपलोड करिवा। जो आपण फाइनल जदि जो अप्रूव देबे आपनकर ये को ऑडिट रिपोर्ट को सेटा दबा आगु आपण निजर सिग्नेचर माने प्रेसिडेंट करो आउ सेक्रेटरी का सिग्नेचर मैक्सिमम फाइल साइज 50 केबी एती दीटा आपण जो अपलोड करिवे। कारण अपलोड कले ही से रिपोर्ट रे आपण साइन टा आसीबो। ठीक अछि। तापरे अपलोड कला परे एडी अपलोड बटन क्लिक करी तापरे सबमिट मारिबे। एटा हला गोटे कथा। तापरे कंप्लायंस कथा। कंप्लायंस रे कोन अछि ना एक्टिविटी रे जिवे तापरे ऑडिट प्रोसेस रे एटी एक्शन बटन रे क्लिक कला परे एटी ऑडिट रिपोर्ट अछि। ऑडिट रिपोर्ट रे क्लिक करिवे। क्लिक कला परे एटी देखंतु कंप्लायंस बटन अछि। तो फाइनल रिपोर्ट आपण एटी एक्सेप्ट बा रिजेक्ट कला परे जेतेले सर्कल रु सेटा इश्यू हे जिवो सेतेबेले आपण जदि देखिवे कि रिपोर्ट रे किछि आपण माने कंप्लायंस दबार अछि कि रिपोर्ट रे किछि डिफेक्ट्स अछि तार आपण जो आंसर दबा पे ए कंप्लायंस रे क्लिक करिकिना एडी निजर फाइल अपलोड करि पारंती आ निजर कंप्लायंस लिख पारंती। कंप्लायंस लिखिकी तापर आपण सबमिट करले सेटा आपनकर सोसाइटी को आ ऑडिटर को सॉरी आपनकर सर्कल को आ ऑडिटर को सेटा शो करिवो। ठीक अछि। एडा आपण डिफेक्ट्स रे आपण कंप्लायंस देबे। तापर तृतीय कथा हला देखंतु डैशबोर्ड रे एटा गोटे स्कूलिंग आसी आपनकर कि आपण जदि आपनकर ऑडिट रिपोर्ट जोटा वंस ऑडिटर जतले सबमिट कर देबे रिपोर्ट टा आपनकर सोसाइटी रे पेंडिंग हेकी रहिबो। जदि आपण 15 डेज भितरे को एग्री कि डिसएग्री न करिवे तले सेटा 15 डेज परे ऑटोमेटिकली सेटा माने आपण सोसाइटी रो अप्रूव हे गेला बलिया पळेबो सेटा रेस्पेक्टिव सर्कल को कि सोसाइटी सेटा माने एग्री हे जाइछन बोली। सेति में आपनकर दायित्व रहउची जे वंस रिपोर्ट सबमिट हला परे ऑडिटर साइड रु आपण ने एटा को एग्री कि डिसएग्री बटन रे क्लिक करिवे। एटा गोटे कथा। तृतीय कथा जेतेबेले गोटे ऑडिट टा ऑनगोइंग चालुची सेतेबेले आपण एई जगह रे एक्टिविटी जाइकिना ऑडिट प्रोसेस रे एई जगह रे एक्शन बटन रे आपण निजर माने हाफ मार्जिन या फिर किछि समन जदि आपण को माने इश्यू करथिबे ऑडिटर ताले एठी आपण जाइकिना निजर शो माने देख परिवे। ठीक अछि। हाफ मार्जिन आउ समन ड्यूरिंग द पीरियड ऑफ ऑडिट माने ऑडिट चलथिला बेले। ठीक अछि। माने ऑडिट जेतरा कंप्लीट हे नथिबो। तापरे आ गोटे कथा हला बैंक ट्रांजैक्शन अपलोड करिया कथा। तो बैंक ट्रांजैक्शन अपलोड करिया को हेले आपण एठी डॉक्यूमेंट अपलोड रे जिवे प्लस तापरे पूरा बॉटम स्क्रॉल करिवे। स्क्रॉल कला परे एठी ऐड बटन अछि। ऐड बटन रे क्लिक करिकिना जो फाइल दरकार आपण को अपलोड करिया को ताको सिलेक्ट करिकिना एठी गोटे गोटे फाइल आपण 2 MB मैक्सिमम साइज रो खरेके रे आपण अपलोड करि पारिवे। आउ आपण को बाकी फाइल्स गुडा भी जोडा आपणकर सोसाइटी लेवल अवेलेबल रहउची सेगुडा आपण एठी अपलोड करि पारंती। तो एटा आपणकर किछटा दायित्व रहिला अपलोड करियार। तो मो आशा करछि वीडियो टा आपनको बुझा पड़थिबो। सो किछि जण सेक्रेटरी माने एबे रिसेंटली जॉइन करिसंती तो सेमानक पई आमे वीडियो टिको आउथरे प्ले करिवो। आपण माने वीडियो टाको देखंतु देन वीडियो लास्ट रे आपण माने डाउट गुडा को नोट करि रखथांतो देन आपण लास्ट रे पचारबे। थैंक यू। सेक्रेटरी एंड सीईओ मान को नमस्कार। तो एई वीडियो टी होउची समवाय समीक्षा रे वंस जेतले ऑडिटर गोटे ऑडिट रिपोर्ट इश्यू कर दोउची माने ऑडिट रिपोर्ट गोटे सबमिट कर दोउची समवाय समीक्षा रे तापर से रिपोर्ट टी जाई किना सोसाइटी लेवल रे रहउची। तो सोसाइटी लेवल रे हमर कोन कोन काम रहउची जे भी माने कस्टोडियंस रहउचंती सोसाइटी रो रिकॉर्ड्स रो या फिर
ମାନେ ଅଡିଟ୍ ରିପୋର୍ଟ ସାଇନ୍ କରିବାର ତ ତାଙ୍କର କଣ ସବୁ ଦାୟିତ୍ୱ ରହୁଛି ତ ସେଇ ଉପରେ ଏଇ ଭିଡିଓଟା। ଫାର୍ଷ୍ଟ ଅଫ ଅଲ୍ ଆପଣ ମାନେ କଣ କରିବେ ନା ଏଇ ସାଇଟ୍ ଟା ଦେଖନ୍ତୁ ସମବାୟ ସମୀକ୍ଷା .odisha.gov.in ଏଇ ସାଇଟ୍ ରେ କ୍ଲିକ୍ କଲା ପରେ ଆପଣ ଏଇ ପେଜ୍ କୁ ଆସିବେ। ଏଇଟା ହେଲା ତାର ହୋମ ପେଜ୍ ଟା। ହୋମ ପେଜ୍ ରେ କ୍ଲିକ୍ କଲା ପରେ ଆପଣ ଲଗଇନ୍ ରେ କ୍ଲିକ୍ କରିବେ। ଲଗଇନ୍ ରେ କ୍ଲିକ୍ କଲା ପରେ ଆପଣଙ୍କର ଆଇଡି ପାସୱାର୍ଡ ଯୋଉ ଥିବ ଆଇଡି ପାସୱାର୍ଡ ଆପଣ ୟୁଜ କରିକିନା ରେସ୍ପେକ୍ଟିଭ સોસાયટીରେ ଆପଣ ନିଜର ଆଇଡି ରେ ଲଗଇନ୍ କରିପାରିବେ। ଫର ଏକ୍ସାମ୍ପଲ ମୁଁ ଗୋଟେ સોસાયટીକୁ ଏବେ ଏଣ୍ଟ୍ରି କରୁଛି। ନିଜର ୟୁଜର ଆଇଡି ଦେଲେ ତାପରେ ପାସୱାର୍ଡ ଦେଲେ ଯାହା ବି ଥିବ ଆପଣଙ୍କର ରେସ୍ପେକ୍ଟିଭ ସର୍କଲ୍ସ ମାନଙ୍କୁ ଯାଇକିନା ଆପଣ ନିଜର ଆଇଡି ପାସୱାର୍ଡ ସମବାୟ ସମୀକ୍ଷାର କଲେକ୍ଟ କରିପାରିବେ। ୱାନ୍ସ ଆଇଡି ପାସୱାର୍ଡ ଦେଲା ପରେ ଉପରଟା ଆଇଡି ତଳଟା ପାସୱାର୍ଡ ତାପରେ ତା ତଳଟା ହେଲା କ୍ୟାପଚା। ଏତିକି ଏଣ୍ଟ୍ରି କଲା ପରେ ଆପଣ ଲଗଇନ୍ କରିବେ। ଲଗଇନ୍ କଲା ପରେ ଆପଣ સોસાયટીର ଲଗଇନ୍ ଆଇଡି କୁ ଆସିଯିବେ ସରି ମାନେ સોસાયટીର ଲଗଇନ୍ ପେଜ କୁ ଆସିଯିବେ। ଠିକ ଅଛି। ସେଠି ଆସିଲା ପରେ ଆପଣଙ୍କର କାମ କଣ ରହିବ ଆକ୍ଟିଭିଟିରେ କ୍ଲିକ୍ କରିବା ପାଇଁ। ଏଇଠି ଦେଖନ୍ତୁ ଆକ୍ଟିଭିଟି ବଟନ ଅଛି। ଆକ୍ଟିଭିଟି ବଟନରେ କ୍ଲିକ୍ କଲା ପରେ ଏଇଠି ଅଡିଟ୍ ପ୍ରୋସେସ ଅଛି ଆ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଯଦି ଅଡିଟର କୌଣସି ଅଡିଟ୍ ରିପୋର୍ଟ ସବମିଟ୍ କରିଥିବେ ଅନଲାଇନ ତ ସେଇ ଅଡିଟ୍ ରିପୋର୍ଟଟା ଏଇଠି ଆପଣଙ୍କର ଶୋ ହବ। ଫର ଏକ୍ସାମ୍ପଲ ଏଇ କୃଷ୍ଣପୁର ଏସସିଏସ ର ଯିଏ ବି ଅଡିଟର ଥିବେ ସିଏ ସବମିଟ୍ କରିଛନ୍ତି ଏଇ ରିପୋର୍ଟଟା 22-23 ଇୟର ର ଅନଲାଇନ ରେ। ସେଥିପାଇଁ सोसायटी लॉगिन रे कौन हला ना से रिपोर्ट शो है प्रेजेंट ऑडिट स्टेटस कंप्लीटेड कमेंसमेंट डेट कंप्लीशन डेट पड़ी ऑडिटर नेम रहिला ऑडिटर टाइप रहिला सब डिटेल्स रहिला। एटा तो केवल गोटे देखौछि जदि मल्टीपल ऑडिटर्स बा सीए फर्म्स निज निजर इयर रो जदि सबमिट करिवे ए भलिया तो सेमानकर भी टोटल लिस्ट भी देखेबे। टोटल लिस्ट देखेला ପରେ ଆପଣ କାମ କଣ ରହିବ ଆକ୍ସନ ବଟନ ରେ ଯାଇକି ନା ଫର୍ଷ୍ଟ ଅଫ ଅଲ୍ ଆପଣ ମାନେ କଣ କରିବେ ନା ଡକୁମେଣ୍ଟ ଅପଲୋଡ କରିବେ। ମାନେ ରିପୋର୍ଟ ଟାକୁ ମାନେ ଆପ୍ରୁଭ କରିବା ଆଗରୁ ଆପଣ ମାନେ କଣ କରିବେ ନା ଡକୁମେଣ୍ଟ ଅପଲୋଡ କରିବେ। ଡକୁମେଣ୍ଟ ଅପଲୋଡ ଆପଣ ମାନେ ଅଡିଟ ଟା ସରିବା ଆଗରୁ କରିବା କଥା। ଠିକ ଅଛି। ଡକୁମେଣ୍ଟ ଅପଲୋଡ ଆପଣ କୋଉଠି କରିବେ କେମିତି କରିବେ ସେଟା ମୁଁ ପରେ କହିବି ଆପଣଙ୍କୁ। ଫାର୍ଷ୍ଟ ଆପଣ କଣ କରିବେ ଯେମିତି ମାନେ ଅଡିଟ ରିପୋର୍ଟ ଯଦି ଆପଣଙ୍କୁ ମାନେ ଆପ୍ରୁଭ କରିବା ଅଛି ଆପଣଙ୍କ ସାଇଡ ରୁ ତାହେଲେ ଆପଣ ତଳେ ଆସିକିନା ଏଠି ଅଡିଟ ରିପୋର୍ଟ ରେ କ୍ଲିକ୍ କରିବେ। ଅଡିଟ ରିପୋର୍ଟ କ୍ଲିକ୍ କଲା ପରେ ଏଇଠି କମ୍ପ୍ଲାଏନ୍ସ ଲେଖୁଛି। କମ୍ପ୍ଲାଏନ୍ସ ରେ ଲେଖିବା ଆଗରୁ ଯେତେବେଳେ ଫର ଏକ୍ସାମ୍ପଲ ଏଇ ରିପୋର୍ଟ ଟା ऑलरेडी से अप्रूव कर सारे सर्कल लेवल में सॉरी मैंने सोसाइटी लेवल में से एटी बटन टा देखौनी एटी बटन टा देखा है कि अप्रूव किंबा रिवर्ट तो अप्रूव रे आपण क्लिक कले एटी आपणकर सेटा माने सोसाइटी लेवल सेटा अप्रूव हे जिवो। ठीक अछि। आपण निजर रिपोर्ट रो पीडीएफ भी डाउनलोड करि परिबे। एटा आपणकर रिपोर्ट सबमिट करिया एतिक आपणकर काम। किंतु रिपोर्ट सबमिट करिया आगु आपनको किछटा डॉक्यूमेंट भी अपलोड करिया पड़िबो आपनको सोसाइटी रो तो डॉक्यूमेंट अपलोड केबल वाले करिवे एटा एक्शन बटन ने क्लिक करिवे से जो से सोसाइटी रहला से 22-23 ईयर रो एटा 22-23 ईयर रो एक्शन बटन ने क्लिक करिकिना डॉक्यूमेंट अपलोड रे क्लिक करिवे। क्लिक कला पर एटी देखंतु आपण डिफरेंट डिफरेंट बैलेंस रजिस्टर फाइनेंस स्टेटमेंट्स बैंक ट्रांजैक्शंस एटा सब रहिछि। किंतु गोटे प्रॉब्लम कोन रहउछि एटा मैक्सिमम आपण 2 एमबी रे अपलोड करि परिवे थरे करे। तो आपण माने कोन करि परिवे ना जदि बैंक ट्रांजैक्शन आपणकर 20-25 टा रहउछि ताको आपण मर्ज करिकिना गोटे बनै परिवे जोटा कि 2 एमबी रे तळको हितवा दरकार किंबा गोटे गोटे ट्रांजैक्शन आपण एमती ऐड बटन रे क्लिक करिकिना एडी आपण माने माने अपलोड करि परिवे। जेंति फॉर एग्जांपल एडी गोटे मबे ऐड रे क्लिक करिकिना गोटेटा क्रिएट हला चूज फाइल रे क्लिक करिवे। क्लिक कला पर धरंतु एटा आपणकर पीडीएफ टा एटा ओपन कला पर एडी आसी गला आसला पर एडी अपलोड रे क्लिक करिवे। अपलोड रे क्लिक कला पर देखंतु 2 पीडीएफ टा एडी अपलोड हे गेला।
କ୍ଲିକ୍ ଟୁ ଭ୍ୟୁ ମାରିଲେ ଆପଣ ସେ ଭିଡିଓଟା ମାନେ ସେ ଯୋଉ ପିଡିଏଫ୍ ଯୋଉଟା ମାନେ ଅପଲୋଡ କରିଛନ୍ତି ସେଇଟା ଆପଣ ଦେଖିପାରିବେ। ଏହିପରି ଭାବରେ ଆପଣ ମଲ୍ଟିପଲ ପିଡିଏଫ୍ ବି ଅପଲୋଡ କରିପାରିବେ ଆପଣଙ୍କ ସାଇଟରୁ। ଠିକ ଅଛି। ଯାହା ମାନେ ଇମ୍ପୋର୍ଟାଣ୍ଟ ଡକୁମେଣ୍ଟସ ରହୁଛି ସୋସାଇଟି ଲେଭେଲରେ ଯେମିତି ଷ୍ଟକ୍ ଭେରିଫିକେସନ ରିପୋର୍ଟ କିମ୍ବା ବ୍ୟାଲେନ୍ସ ରେଜିଷ୍ଟର ଆଉ ତାପରେ ଆପଣ ରହୁଛି ଆଉ କଣ ସବୁ ବାୟୋଲଜ ରହୁଛି। ତାପରେ କିଛିଟା ଇମ୍ପୋର୍ଟାଣ୍ଟ ଆପଣଙ୍କର ମତ ଧରନ୍ତୁ ଅର୍ଡର ସିଟ୍ ଆପଣଙ୍କର ପିଅନ ହେଇଗଲା କି ଆପଣଙ୍କର ସେକ୍ରେଟାରୀ ହେଇଗଲା ତାଙ୍କର ସବୁ ଅର୍ଡର ସିଟ୍ ଗୁଡା ରହୁଛି ତାଙ୍କ ଆପଏଣ୍ଟମେଣ୍ଟ ର ସେଗୁଡା ଅପଲୋଡ କରିପାରନ୍ତି ହେଲା। ଯାହା ଚାହିଁବେ ଆପଣ ଅପଲୋଡ କରିପାରିବେ କାରଣ ଯେତେ ବେଶୀ ଆପଣ ଅପଲୋଡ କରିବେ ସେଟା ଆପଣ ଅଡିଟରଙ୍କୁ ହେଲ୍ପ ହବ ଆପଣଙ୍କ ସୋସାଇଟି ଅଡିଟ କରିବା ପାଇଁ। ଠିକ ଅଛି। ଏଇଟା ଗଲା। ଏଇଟା ହେଲା ଦ୍ୱିତୀୟ କଥା। ତୃତୀୟ କଥା ହେଲା ଆପଣଙ୍କୁ ଯଦି କିଛି ଲେଟର ଇସ୍ୟୁ କରିଥିବେ ଅଡିଟର ତାହେଲେ ଆପଣ ଏଇଠି ଶୋ କରିପାରିବେ ନିଜର ଦେଖିପାରିବେ ଲେଟର ଟୁ ସେକ୍ରେଟାରୀ ଫର ଏକ୍ସାମ୍ପଲ ଡାଟା ଅନଏବଲ ଦେଖୁଛି କାରଣ କିଛି ଲେଟର ଇସ୍ୟୁ ହେଇନି ଅନଲାଇନରେ ସେକ୍ରେଟାରୀଙ୍କୁ ସେଥିପାଇଁ ଏ ଡାଟା ଅନଏବଲ ଦେଖୁଛି। ଯଦି ସେଠି ମାନେ ଅଡିଟର ଲଗଇନ ଯଦି କିଛି କରିଥାନ୍ତେ ଆପଣ ଲେଟର ଇସ୍ୟୁ ତାହେଲେ ଏଇଠି ଆପଣ ଶୋ କରିଥାନ୍ତା। ନେକ୍ସଟ ଆସିଲା ପରେ ଏଇଠି ଦେଖନ୍ତୁ ହାଫ ମାର୍ଜିନ ଆପଣ ଦେଖିପାରିବେ ତାର କିଛି ସମନ ହେଇଛି କି ନାହିଁ ଆପଣ ଦେଖିପାରିବେ। ଠିକ ଅଛି। ଆପଣ ଏଇସବୁ କାମ କରିପାରିବେ ରିଲେଟେଡ ଟୁ ଅଡିଟ ରିପୋର୍ଟ। ଆପଣ ସାଇଡରୁ ଖାଲି ମେନଲି ଦିଟା କାମ ରହିଲା ଟ୍ରାଞ୍ଜାକ୍ସନ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଅପଲୋଡ କରିବା ଯେଭଳି ଭାବରେ କହିଥିଲି ଡକ୍ୟୁମେଣ୍ଟ ଅପଲୋଡର ଯାଇକିନା ଏଇ ଜାଗାରେ ଯାଇକି ଆଡ ବଟନ କ୍ଲିକ କରିକିନା ଆଉ ଦ୍ୱିତୀୟ କଥା ଅଡିଟ ରିପୋର୍ଟ ୱାନ୍ସ ଆସିଗଲା ପରେ ଏଠି ଅଡିଟ ରିପୋର୍ଟରେ କ୍ଲିକ କରିକିନା ତାକୁ ଆପ୍ରୁଭ କରିବା। ଏଇଟା ହେଲା ଦିଟା କାମ ଆପଣଙ୍କର ମେନଲି ରହିବ। ଠିକ ଅଛି। ତାପରେ ଆଉ ଗୋଟେ କାମ ଦେଖନ୍ତୁ ଏ ଆକ୍ଟିଭିଟି ବଟନ ଅଛି ଆକ୍ଟିଭିଟି ବଟନ କ୍ଲିକ କରିକିନା ଆପଣ ଯୋଉ ଆପଣଙ୍କ ସୋସାଇଟିର ଯୋଉ ଅଡିଟ ଫି ଯୋଉ ପେମେଣ୍ଟ କରୁଛନ୍ତି ସେଇଟା ବି ଆପଣ ଅନଲାଇନ କରିପାରିବେ। ଅଡିଟ ଫି ପେମେଣ୍ଟରେ କ୍ଲିକ କରିକିନା ଏଠି ଦେଖନ୍ତୁ ଆପଣଙ୍କର ଫି ପେଡ୍ ଅଲରେଡି ଏତିକି ହେଇଯାଇଛି ପେଣ୍ଡିଂ ଆମାଉଣ୍ଟ ଏତିକି ରହିଛି। ଏଠି ଆପଣ ଯୋଉ ସବୁ ଅନଲାଇନ ସବୁ ଏଣ୍ଟ୍ରି ହେଲା ଅନଲାଇନ ଏଣ୍ଟ୍ରି ହେଲା ପରେ ସେଇଠି ସବୁ ଦେଖେଇବ କି କେତେ ଏଣ୍ଟ୍ରି କରାହେଇଛି କେତେ ବାକି ଅଛି। ଠିକ ଅଛି। ତ ପେମେଣ୍ଟ କରିବା ପାଇଁ ଆପଣ ପେ ବଟନରେ କ୍ଲିକ କରିପାରିବେ। ଆପଣଙ୍କର ରହିଲା ଏଇଠି ଆସିଲା ମାନେ ସୋସାଇଟିର ଆଡ୍ରେସ ଆସିଲା କି ତାଙ୍କର ଇମେଲ ଆଡ୍ରେସ ଆସିଲା ଫୋନ ନମ୍ବର ଆସିଲା ସବୁ ଆସିଲା। ସବୁ ଆସିଲା ପରେ ଆପଣ କୋଉ ପର୍ପଜ ପାଇଁ ଅଡିଟ ଫି ଦବାକୁ ଚାହୁଁଛନ୍ତି ସେଇଟା ଲେଖିପାରିବେ। ଲେଖିଲା ପରେ ଟୋଟାଲ ଆମାଉଣ୍ଟ କେତେ ଦରକାର ସେଇଟା ଏଣ୍ଟ୍ରି କରିପାରିବେ। ₹1 ଦବାକୁ ଚାହୁଁଛି ଏଇଠି ମୁଁ କ୍ଲିକ କଲା ପରେ ₹100 ଆପଣ ଫି ପେମେଣ୍ଟ କରିବାକୁ ଚାହୁଁଛନ୍ତି। ଏଇଟା ଏତିକି ଏଣ୍ଟ୍ରି କଲା ପରେ ଆପଣ ପ୍ରୋସିଡ ଟୁ ପେ କ୍ଲିକ କରିବେ। ପ୍ରୋସିଡ ଟୁ ପେ ଆପଣ କ୍ଲିକ କଲା ପରେ ଆପଣ ଡାଇରେକ୍ଟଲି ଆପଣଙ୍କର ଯୋଉ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ ଯୋଉ ଅଛି ଓଡିଶାର ସେଇ ପେଜକୁ ଡାଇରେକ୍ଟ ଆପଣ ରିଡାଇରେକ୍ଟ ହେଇଯିବେ। ସେଇଠି ଆପଣ ନର୍ମାଲି ଯେମିତି ଯୋଉ ଇଏ କଲନ୍ତି ଟ୍ରେଜରୀ ଚାଲାନ କରନ୍ତି ଯୋଉ ସେଇଗୁଡା ଆପଣ ଏଣ୍ଟ୍ରି କରିପାରିବେ ଏଇଠି। ତ ଏତିକି ଥିଲା ଆଜିର ଭିଡିଓ। ଆଉ ଆଉ 3-4ଟା କଥା ମୁଁ ଏଠି ଆଡ କରିବାକୁ ଚାହୁଁଛି। ଫର୍ଷ୍ଟ ଅଫ ଅଲ୍ ଆପଣ ଦେଖିବେ ଏଠି ପ୍ରୋଫାଇଲ ବଟନରେ ଯାଇକିନା ଏଠି ମାଇ ଆକାଉଣ୍ଟ ଅଛି ମାଇ ଆକାଉଣ୍ଟରେ କ୍ଲିକ କରିବେ। କ୍ଲିକ କଲା ପରେ ଆପଣଙ୍କର ପ୍ରୋଫାଇଲ ର ପର୍ସନାଲ ଡିଟେଲ୍ସ ଏସବୁ ଲେଖା ହେଇଛି ଏଇଠି। ତାପରେ ଏଇଟାକୁ ଚେଞ୍ଜ କରିବାକୁ ହେଲେ ଆପଣ ଏଡିଟ ଡିଟେଲ୍ସରେ କ୍ଲିକ କରିକିନା ନିଜର ଯୋଉ ଆଡ୍ରେସ ସେଇଠି ଲେଖିପାରିବେ ନିଜର ଇମେଲ ଆଇଡି ଚେଞ୍ଜ କରିପାରିବେ। ପ୍ଲସ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ଆପଣଙ୍କର ପ୍ରେସିଡେଣ୍ଟ ଆଉ ସେକ୍ରେଟାରୀଙ୍କ ସିଗ୍ନେଚର ଏଠି ଅପଲୋଡ କରିବା। ଯୋଉ ଆପଣ ଫାଇନାଲ ଯଦି ଯୋଉ ଆପ୍ରୁଭ ଦେବେ ଆପଣଙ୍କର ଇଏକୁ ଅଡିଟ ରିପୋର୍ଟକୁ ସେଇଟା ଦବା ଆଗରୁ ଆପଣ ନିଜର ସିଗ୍ନେଚର ମାନେ ପ୍ରେସିଡେଣ୍ଟଙ୍କର ଆଉ ସେକ୍ରେଟାରୀଙ୍କର ସିଗ୍ନେଚର ମ୍ୟାକ୍ସିମମ୍ ଫାଇଲ ସାଇଜ 50 KB ଏତିକି ଦିଟା ଆପଣ ଅପଲୋଡ କରିବେ କାରଣ ଅପଲୋଡ କଲେ ହିଁ ସେ ରିପୋର୍ଟରେ ଆପଣଙ୍କ ସାଇନଟା ଆସିବ। ଠିକ ଅଛି। ତାପରେ ଅପଲୋଡ କଲା ପରେ ଏଠି ଅପଲୋଡ ବଟନରେ କ୍ଲିକ କରିକି ତାପରେ ସବମିଟ ମାରିବେ। ଏଇଟା ହେଲା ଗୋଟେ କଥା। ତାପରେ କମ୍ପ୍ଲାଏନ୍ସ କଥା କମ୍ପ୍ଲାଏନ୍ସରେ କଣ ଅଛି ନା ଆକ୍ଟିଭିଟିରେ ଯିବେ ତାପରେ ଅଡିଟ ପ୍ରୋସେସରେ ଏଇଠି ଆକ୍ସନ ବଟନରେ କ୍ଲିକ କଲା ପରେ ଏଠି ଅଡିଟ ରିପୋର୍ଟ ଅଛି ଅଡିଟ ରିପୋର୍ଟରେ କ୍ଲିକ କରିବେ। କ୍ଲିକ କଲା ପରେ ଏଇଠି ଦେଖନ୍ତୁ କମ୍ପ୍ଲାଏନ୍ସ ବଟନ ଅଛି। ତ ଫାଇନାଲ ରିପୋର୍ଟ ଆପଣ ଏଇଠି ଆକ୍ସେପ୍ଟ ବା ରିଜେକ୍ଟ କଲା ପରେ ଯେତେବେଳେ ସର୍କଲରୁ ସେଟା ଇସ୍ୟୁ ହେଇଯିବ ସେତେବେଳେ ଆପଣ ଯଦି ଦେଖିବେ କି ରିପୋର୍ଟରେ କିଛି ଆପଣ ମାନେ କମ୍ପ୍ଲାଏନ୍ସ ଦେବାର ଅଛି କି ରିପୋର୍ଟରେ କିଛି ଡିଫେକ୍ଟସ ଅଛି ତାର ଆପଣ ଯୋଉ ଆନ୍ସର ଦେବା ପାଇଁ ଏଇ କମ୍ପ୍ଲାଏନ୍ସରେ କ୍ଲିକ କରିକିନା ଏଇଠି ନିଜର ଫାଇଲ ଅପଲୋଡ କରିପାରନ୍ତି ଆଉ ନିଜର କମ୍ପ୍ଲାଏନ୍ସ ଲେଖିପାରନ୍ତି। କମ୍ପ୍ଲାଏନ୍ସ ଲେଖିକି ତାପରେ ଆପଣ ସବମିଟ କରିଲେ ସେଇଟା ଆପଣଙ୍କର ସୋସାଇଟିକୁ ଆଉ ଅଡିଟରକୁ ସରି ଆପଣଙ୍କର ସର୍କଲକୁ ଆଉ ଅଡିଟରକୁ ସେଇଟା ଶୋ କରିବ। ଠିକ ଅଛି। ଏଇଟା ଆପଣ ଡିଫେକ୍ଟରେ ଆପଣ କମ୍ପ୍ଲାଏନ୍ସ ଦେବେ। ତାପରେ ତୃତୀୟ କଥା ହେଲା ଦେଖନ୍ତୁ ଡ୍ୟାଶବୋର୍ଡରେ ଏଇଟା ଗୋଟେ ସ୍କ୍ରୋଲିଂ ଆସିଛି ଆପଣଙ୍କର
कि आपण जदि आपणकर ऑडिट रिपोर्ट जोटा वन्स ऑडिटर जेतेबेले सबमिट करदेबे रिपोर्टटा आपणकर सोसाइटी रे पेंडिंग ହେଇକି ରହିବ जदि आपण 15 डेज भितरे को एग्री कि डिसएग्री न करिवे ताले सेटा 15 डेज ପରେ ऑटोमेटिकली सेटा माने आपण सोसाइटी रो अप्रूव ହେଇगला भलिया पळेबो सेटा रेस्पेक्टिव सर्कल को कि सोसाइटी सेटा माने एग्री हे जाइछन बोली सेति आपणकर दायित्व रहउची जे वन्स रिपोर्ट सबमिट हला ପରେ ऑडिटर साइड रु आपण ने एटा को एग्री कि डिसएग्री बटन रे क्लिक करिवे एटा गोटे कथा द्वितीय कथा जेतेबेले गोटे ऑडिट टा ऑनगोइंग चालुची सेतेबेले आपण एई जगह रे एक्टिविटी जाइकिना ऑडिट प्रोसेस रे एई जगह रे एक्शन बटन रे आपण निजर माने हाफ मार्जिन या फिर किछि समन जदि आपण को माने इश्यू करथिबे ऑडिटर ताले एइठी आपण जाइकिना निज निजर शो माने देख परिवे ठीक अछि हाफ मार्जिन आउ समन ड्यूरिंग द पीरियड ऑफ ऑडिट माने ऑडिट चलथिला बेले ठीक अछि माने ऑडिट जेतरा कंप्लीट हे नथिबो तापरे आ गोटे कथा रहला बैंक ट्रांजैक्शन अपलोड करिया कथा तो बैंक ट्रांजैक्शन अपलोड करिया को हेले आपण एठी डॉक्यूमेंट अपलोड रे जिबे प्लस तापरे पूरा बॉटम स्क्रॉल करिवे स्क्रॉल कला परे एठी ऐड बटन अछि ऐड बटन रे क्लिक करिकिना जो फाइल दरकार आपण को अपलोड करिया को ताको सिलेक्ट करिकिना एठी गोटे गोटे फाइल आपण 2 MB मैक्सिमम साइज रो थरकेरे आपण अपलोड करी पारिबे आउ आपण को बाकी फाइल्स गुडा भी जोडा आपणकर सोसाइटी लेवल अवेलेबल रहउची सेगुडा आपण एठी अपलोड करी पारंती तो एइटा आपणकर किस्टा दायित्व रहिला अपलोड करियार तो मो आशा करछि वीडियो आपको बुझा पड़थिबो सो धन्यवाद सो वीडियोटा आपण माने देखिले सो एबे जार किछि डाउट अछि देन पचारि पारंती हेलो के कोन पचारथुले ना सेतेबेले जो वीडियो प्ले होला बेलको डाउट पचारथुले के दे कैन आस्क नाउ हेलो ओ हो ताले जदि जार किछि डाउट नाही ताले आपण माने चैट बॉक्स देखि पारंती चैट बॉक्स रे मु ए वीडियो रो लिंक भी देइछि यूट्यूब चैनल लिंक टा देइछि प्लस तापरे दीटा कांटेक्ट नंबर भी देइछि आपण फ्यूचर रे जदि किछि डाउट हबो देन आपण माने कांटेक्ट भी करि पारंती हमकु आउ जदि जदि कार किछि डाउट नाही देन हम ए वीडियो टाको एठी माने ए ट्रेनिंग सेशन को एठी क्लोज करिवो ओके देन थैंक यू फॉर जॉइनिंग आपण माने सब लॉग आउट कर जांतु थैंक यू